ଡାଳ ଲାଗିବା ପାଇଁ ମୁଁ କଷ୍ଟ କରୁନି, କିନ୍ତୁ ମୋର ଯୋଉ ଡାଳଟାକୁ 3 ଇଞ୍ଚରୁ ମୁଁ ଏତେ ବଡ଼ କରିଥିନି, ସେ ଡାଳଟାକୁ ମୁଁ ହଉଛି ଟିକେ ଭୁଲ ପାଇଁ ମୋର ଆଜି ଡାଳଟା ନଷ୍ଟ ହେଇଗଲା ବି ମଧ୍ୟ। ତ ସେଇ କଥା ଭାବିକି ବେଶୀ ମୋର ମନ ଦୁଃଖ ହଉଛି। ତ ଯେତେବେଳେ ମୁଁ ଦେଖିଲି ମୋର ହଉଛି ବଗିଚା ଲଗେଇଲା ପରେ ନା, ଯେତେବେଳେ ଦେଖିନି ଏଇଟାର ଧୀରେ ଧୀରେ ପତ୍ର ଝଡ଼ିଲା, ଧୀରେ ଧୀରେ ତାର ପତ୍ର ଗୁଡ଼ା ଖରାପ ହବାକୁ ଲାଗିଲା। ତ ଭାବିଲି ଏଇଟା କ'ଣ ପାଇଁ ଏମିତିଆ ହଉଛି? ତ ଏମିତି ତ ମନ୍ଦାର ଗଛ ହୁଏନି କେବେ। କାହିଁକି ନା ମୁଁ ଯୋଉ ମନ୍ଦାର ଡାଳଟା ନେଇଥିନି ନା, ସେଟା ପୁରା ମାଟି ସହିତ ନେଇକି ଲଗେଇଥିନି। ତ ସେଥିପାଇଁ ମୁଁ ଭାବିଲି ଡାଉଟ୍‌ରେ ରହିଲି, ମୁଁ କହିଲି ଏଇଟା ଏମିତି କ'ଣ ପାଇଁ ହେଲା? ତାପରେ ଯେତେବେଳେ ମୁଁ ତାକୁ ପୁଣି ଖୋଳିଲି, ମନରେ ବହୁତ ଡାଉଟ୍ ରଖିକି ତାକୁ ଖୋଳିନି, ଭାବୁଥିନି ଖୋଳିବିନି, ତାପରେ ଯଦି ନ ଖୋଳିଥାନ୍ତି ସେ ବି ସେମିତିରେ ବି ରହିକି ମରିଥାନ୍ତା। ତ ତାକୁ ଖୋଳିନି ଯେତେବେଳେ, ସେ ପୁରା ତଳେ ଗୋଟେ ଇଟା ଥିଲା, ଇଟା ଖପରା ଭଳିଆ ଯୋଉ, ତ ବହୁତ ଖପରା ବି ଥିଲା, ଇଟା ବି ଥିଲା, ଯୋଉଥିପାଇଁ ସେ ଚେରକୁ ଆଉ ବଢ଼େଇ ପାରିଲାନି, ଆଉ ଗଛଟା ନଷ୍ଟ ହେଇଗଲା। ତାପରେ ସେଇଠୁ ମୁଁ ଉପାଡ଼ିକି ନେଇ ଆସିଥିନି, ପୁଣି ମାଟି ସହିତ ନେଇ ଆସିକି ମୋର ଯୋଉ କୁଣ୍ଡ ଥିଲା ନା, ଫାଙ୍କା କିଛି ଗୋଟେ ବଡ଼ କୁଣ୍ଡ ମିଡ଼ିୟମ୍ ସାଇଜ୍‌ର, ତା ଦେହରେ ମୁଁ ପୋତି ଦେଇଥିନି। ତାପରେ କିଛି ଦିନ ଗଲା, ଭଲ ପତ୍ର ବି ଦେଲା। ତାପରେ କିଛି ଦିନ ପରେ ସେଟା ଧୀରେ ଧୀରେ ନଷ୍ଟ ହେଇଗଲା। ତାପରେ ନଖ ମାରିକି ଦେଖିଲି ତାର ସାଇଡ଼୍‌ରେ, ତ ଦେଖିଲି ଧୀରେ ଧୀରେ ପଚିଲାଣି, ତ ସେଥିପାଇଁ ତାକୁ ଆଜି ଶେଷରେ ଉପାଡ଼ି ଦେଲି। ତ ଏଇ ଗଛଟାକୁ ବି ଭାବୁଥିଲି ବଗିଚାକୁ ନେବି, ତ ଏଇଟାକୁ ଆଉ ସେ ଭୁଲ କରିବିନି, ସେଟାକୁ ବି ମୁଁ ନେବିନି। ତ ଏଇଟାକୁ ମୁଁ ଏଇଠି ଭଙ୍ଗା ବାଲ୍ଟି ହଉ ପଛେ ଏଇଠି ହିଁ ବଢ଼ିବା ପାଇଁ ଛାଡ଼ିବି। ଏମିତି ଗଛ ଲଗେଇବା ବେଳେ ଟିକେ ଧ୍ୟାନ ରଖ।